ଅଧ୍ୟାୟ 22 କୁକୁର ଆପଣା ବାନ୍ତି ଖାଇବାକୁ ଆହା କୁକୁର ଆପଣା ବାନ୍ତି ଖାଇବାକୁ ଓ ଦତ ହୋଇଥିବା ଘୁଷୁରି କାଦୁଅରେ ଲଟିବାକୁ ପୁନର୍ବାର ଫେରେ ଏହି ସତ୍ୟ ଦୃଷ୍ଟାନ୍ତ ବାକ୍ୟ ସେମାନଙ୍କ ପ୍ରତି ଘଟିଅଛି। ପ୍ରିୟମାନଙ୍କୁ ଗତ ଦିନ ସେ ଦୁଇ ଆଉ ଈଶ୍ୱରଙ୍କ ଲୋକମାନେ ଆଉ ସେ ବାକ୍ୟ ଘଟି ଯାଉଅଛି। ଦେଖନ୍ତୁ ପ୍ରିୟମାନେ ଆମେ କୋଉଠୁ ସତର୍କ ରହିଲୁ କେଉଁଠି ଆମେ ସାବଧାନ ରହିଲୁ। ଆଜି ଈଶ୍ୱରଙ୍କ ବାକ୍ୟ ଲେଖା ଅଛି ସତ୍ୟ ଦୃଷ୍ଟାନ୍ତ ସେମାନଙ୍କ ପ୍ରତି ଘଟି ଯାଉଅଛି ଆଉ ସେମାନେ ସତର୍କ ହେଇପାରୁନାହାନ୍ତି। ଆଉ ବଳ ଈଶ୍ୱରଙ୍କ ବଳକୁ ସେମାନେ ପରିଧାନ କରୁନାହାନ୍ତି। ପରିମଳ ରୂପ ବସ୍ତ୍ର ସେମାନେ ପରିଧାନ କରୁନାହାନ୍ତି। ଏହା ତ ଆମେ କେଉଁଠୁ ସତର୍କ ରହିଲୁ କେଉଁ ସ୍ଥାନରେ ଆମେ ରହିଲୁ ଈଶ୍ୱରଙ୍କ ଲୋକମାନେ। ଏହା ସତ୍ୟ ଆଉ ଈଶ୍ୱରଙ୍କ ଯୀଶୁ ଖ୍ରୀଷ୍ଟଙ୍କର ଦୃଷ୍ଟାନ୍ତ ଘଟି ଯାଉଅଛି ଆଉ ଭିଡ଼ିଓରେ ଈଶ୍ୱରଙ୍କ ଲୋକମାନେ। ଏଥିପାଇଁ ଯିବେ ଗୋଟେ କଥା କହୁଛନ୍ତି ଈଶ୍ୱରଙ୍କ ଲୋକମାନେ ସାବୁନ ବହୁତ ଲଗାଅ। କଣ ଲଗାଅ? ସାବୁନ। ଈଶ୍ୱରଙ୍କ ଲୋକମାନେ ଆମେ ଯେତେବେଳେ ଗାଧୋଉଛେ 2 ଥର ଲେଖେ ଆମେ ସାବୁନ ଲଗାଉଛୁ। ସଦା ବୁଝ କଣ କରିବା ପାଇଁ ପ୍ରଥମ ଲଗେଇବା ସମୟରେ କିଛିଟା ମଇଳା ଯାଉଛି ଆଉ ଦ୍ୱିତୀୟ ଥର ଆମେ ଯେତେବେଳେ ଲଗାଉଛୁ ପୁରା ସଫା ହେଇଯାଉଛି ଶରୀର। ଆଜିକା ଦିନର ସାବୁନ ମଇଳା ସେତେ ଯାଉନଥିବ ଯାଉଛି କି ପ୍ରିୟମାନେ ଈଶ୍ୱରଙ୍କ ଲୋକମାନେ ସାବୁନ ଈଶ୍ୱରଙ୍କ ବାକ୍ୟ ଲେଖା ଅଛି। ଝିଅ ଗୋଟେ କଥା କହୁଛନ୍ତି ସାବୁନ ଅଧିକ ଭାବରେ ଲଗାଅ। ଏଥିପାଇଁ ସାବୁନ କଣ ଈଶ୍ୱରଙ୍କ ଲୋକମାନେ ଟିକେ ପଢିବେ କି ଜିର୍ମିୟା 2 ଅଧ୍ୟାୟ 22 ପ୍ରଭୁ ସଦାପ୍ରଭୁ କହନ୍ତି